ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ପ୍ରତି ସମୟରେ ନୂଆ ନୂଆ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ଅନୁଗ୍ରହ କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ ଯେ ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆମକୁ ଆପଣମାନେ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ଏହି ସବୁ ବିଷୟ ନିମନ୍ତେ ମୁଁ ପରମେଶ୍ୱରଙ୍କୁ ଗୌରବ ଦିଏ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗଟି ଏହିପରି ଅଟେ, ରବିବାର ଦିନ ଚର୍ଚ୍ଚ ଯିବା ଜରୁରୀ କି? ଆଜିର ପ୍ରସଙ୍ଗ ହେଲା ରବିବାର ଦିନ ଚର୍ଚ୍ଚ ଯିବା ଜରୁରୀ କି? ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ପରମେଶ୍ୱରଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ଆତ୍ମିକ ବିଶ୍ୱାସୀ ନିମନ୍ତେ କେବଳ ରବିବାର ଦିନ ଯେ ଜରୁରୀ ଏହିପରି ନୁହେଁ। ଜଣେ ଆତ୍ମିକ ଖ୍ରୀଷ୍ଟିଆନ ନିମନ୍ତେ ମଣ୍ଡଳୀର ପ୍ରତ୍ୟେକ ସହଭାଗିତା ସେହି ବିଶ୍ୱାସୀ ପାଇଁ ପ୍ରାଧାନ୍ୟ ଅଟେ, ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। କେବଳ ରବିବାର ଦିନକୁ ଜଣେ ଆତ୍ମିକ ବିଶ୍ୱାସୀ ପ୍ରାଧାନ୍ୟ ଦିଏ ନାହିଁ। ପ୍ରତ୍ୟେକ ସହଭାଗିତା ସେହି ବିଶ୍ୱାସୀ ନିମନ୍ତେ ଜରୁରୀ ଅଟେ। କିନ୍ତୁ ଜଣେ ପରମ୍ପରାବାଦୀ ବିଶ୍ୱାସୀ ନିମନ୍ତେ କେବଳ ରବିବାର ଦିନ ହିଁ ସେମାନଙ୍କ ଜୀବନରେ ବଡ଼ ଅଟେ। ରବିବାର ଦିନ ସେମାନେ ସହଭାଗିତା ଆସନ୍ତି ଏବଂ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସେମାନେ ନିଜ ଇଚ୍ଛାରେ ସେମାନେ ଜୀବନଯାପନ କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପ୍ରସଙ୍ଗ ମାଧ୍ୟମରେ ମୁଁ କାହାର ବିଚାର କରିବା ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗ ପ୍ରସ୍ତୁତ କରୁନାହିଁ। କିନ୍ତୁ ଏହି ପ୍ରସଙ୍ଗ ଶୁଣୁଥିବା ସମୟରେ ଆମେ ଯେପରି ନିଜକୁ ସମୀକ୍ଷା କରିବା, ବୁଝିବା ଯେ ମୁଁ ପ୍ରକୃତରେ ଆତ୍ମିକ ନା ପରମ୍ପରାବାଦୀ ଖ୍ରୀଷ୍ଟିଆନ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ ଯେ ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନେ ସେମାନେ ପ୍ରତିଦିନ ସହଭାଗିତାରେ ରହୁଥିଲେ ଏବଂ ପ୍ରତିଦିନ ସହଭାଗିତାରେ ରହିବା ସହିତ ସେମାନେ ସପ୍ତାହର ପ୍ରଥମ ଦିନକୁ ଅର୍ଥାତ୍ ରବିବାର ଦିନକୁ ସେମାନେ ବିଶେଷ ଦିନ ଭାବରେ ସେମାନେ କ'ଣ କରୁଥିଲେ? ସେମାନେ ପାଳନ କରୁଥିଲେ ବା ସେମାନେ ଏକତ୍ର ହେଉଥିଲେ। ହେଇପାରେ ଆଜି ଆମେ ମଣ୍ଡଳୀରେ ରହି ପ୍ରତ୍ୟେକ ସହଭାଗିତାରେ ଆମେ ଯୋଗଦାନ କରୁଛୁ, ତାହା ସହିତ ରବିବାର ଦିନର ବିଶେଷତାକୁ ମଧ୍ୟ ଆମେ ଜାଣିବା ଆବଶ୍ୟକ ରହିଛି। ରବିବାର ଦିନ ଆମ ଜୀବନର ଗୋଟେ ପ୍ରଥମ ସ୍ଥାନ ହେବାର ଅଛି ଯେ ରବିବାର ଦିନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ପ୍ରଭୁଙ୍କର ନିକଟକୁ ଯିବା ପାଇଁ, ସହଭାଗିତାକୁ ଯିବା ପାଇଁ। କାହିଁକି? ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 6:33 ପଢ଼ିବେ। କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ରବିବାର ଦିନ ଆମ ନିମନ୍ତେ କାହିଁକି ଜରୁରୀ ଅଟେ? ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଗୋଟିଏ ସପ୍ତାହ ରବିବାର ଆସିଲା ପରେ ଗୋଟେ ସପ୍ତାହ ଆରମ୍ଭ ହୁଏ। ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଆଉ ସେହି ପ୍ରଥମ ଦିନରେ ଆମେ କାମକୁ ନ ଯାଇ, ବ୍ୟବସାୟକୁ ନ ଯାଇ, ଆମେ ଅଫିସ୍ ନ ଯାଇ ଆମେ ପ୍ରଭୁଙ୍କ ନିକଟକୁ ଯାଉ। କାହିଁକି ଆମେ ପ୍ରଭୁଙ୍କ ନିକଟକୁ ଯାଉ? କାହିଁକି ଆମେ ମଣ୍ଡଳୀକୁ ଯାଉ? କାହିଁକି ଆମ ପାଇଁ ଜରୁରୀ ଅଟେ? କାରଣ ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ଆଉ ସେହି ପ୍ରଥମ ଦିନରେ ମୋ ଜୀବନରେ ପରମେଶ୍ୱର ପ୍ରଥମ ବୋଲି ଘୋଷଣା କରିବା ପାଇଁ ଏବଂ ମୋ ଜୀବନରେ, ମୋ ବ୍ୟବସାୟରେ, ମୋ ପରିବାରରେ, ମୋର ସେବା କାର୍ଯ୍ୟରେ ମୋର ଯୀଶୁଖ୍ରୀଷ୍ଟ, ମୋର ପରମେଶ୍ୱର ପ୍ରାଧାନ୍ୟ ଅଟନ୍ତି, ମୁଖ୍ୟ ଅଟନ୍ତି, ପ୍ରଥମ ଅଟନ୍ତି ବୋଲି ଆମେ ଘୋଷଣା କରିବା ପାଇଁ ଏବଂ ପରମେଶ୍ୱରଙ୍କୁ ନିଜର କରିବା ପାଇଁ ସପ୍ତାହ ସାରା ମୁଁ ଯେଉଁ କାମକୁ ଯିବି, ମୁଁ ଯେଉଁ ଡ୍ୟୁଟି କରିବି, ଯେଉଁ କାର୍ଯ୍ୟକଳାପ ମଧ୍ୟକୁ ମୁଁ ଯିବି, ଯେଉଁ ସେବା କାର୍ଯ୍ୟ ନିମନ୍ତେ ଯିବି, ସେହି ସବୁ କ୍ଷେତ୍ରରେ ପରମେଶ୍ୱର ମୋ ଜୀବନରେ ପ୍ରଥମ ହୁଅନ୍ତୁ। ଏହି ଉଦ୍ଦେଶ୍ୟରେ ଆମ ପାଇଁ ରବିବାର ଦିନ ସହଭାଗିତା ଅତି ଜରୁରୀ ଅଟେ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅନେକ ସମୟରେ ଆମେ ମଣ୍ଡଳୀ ସହଭାଗିତାରେ
ଅନେକ ଭାଇ ଭଉଣୀମାନେ ସେମାନଙ୍କ ପାଇଁ କୌଣସି ପ୍ରାର୍ଥନା ମଧ୍ୟ ସେମାନଙ୍କ ପାଇଁ ମୁଖ୍ୟ ନାହିଁ। ସେମାନଙ୍କ ନିମନ୍ତେ ବର୍ଷକୁ ଥରେ ଡିସେମ୍ବର 25, ସେମାନଙ୍କ ନିମନ୍ତେ ଗୁଡ୍ ଫ୍ରାଇଡେ, ସେମାନଙ୍କ ନିମନ୍ତେ ନୂଆ ବର୍ଷ, ଏହିପରି କେତେକ ସହଭାଗିତା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାର କଥା କାହାକୁ ଶୁଣିବା ପାଇଁ ବିଲକୁଲ ପସନ୍ଦ ଲାଗେ ନାହିଁ। କେହି ପସନ୍ଦ କରନ୍ତୁ, କେହି ସେମାନଙ୍କ ମନୋରଞ୍ଜନ ନିମନ୍ତେ ଏହି ସେବା କାର୍ଯ୍ୟ, ଏହି ଅନଲାଇନ୍ ସେବା କାର୍ଯ୍ୟ ପରମେଶ୍ୱର ଆମମାନଙ୍କୁ ଦେଇନାହାନ୍ତି। ସତ୍ୟତା ଯେପରି ମୁଁ ଆପଣମାନଙ୍କୁ ଜଣାଇପାରେ, ସେହି ଉଦ୍ଦେଶ୍ୟରେ ଏହି ପ୍ରସଙ୍ଗ ଗୁଡ଼ିକ ମୁଁ ପ୍ରସ୍ତୁତ କରୁଛି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ରବିବାର ଦିନ ଏଥିପାଇଁ ଆମକୁ ଜରୁରୀ ଅଟେ। ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ। ସେଥିପାଇଁ ଆମେ ପ୍ରଭୁଙ୍କ ନିକଟକୁ ଯାଉ ଆଉ କହୁ ଯେ ମୋ ଜୀବନରେ ପ୍ରଥମ ମୋର ପ୍ରଭୁ ଅଟନ୍ତି। ଏହା ଘୋଷଣା କରିବା ପାଇଁ, ଏହା କହିବା ପାଇଁ ଆମେ କ'ଣ କରୁ? ଆମେ ପ୍ରଭୁଙ୍କର ସେହି ନିକଟକୁ ବା ରବିବାର ସହଭାଗିତାକୁ ଆମେ ଯାଉ। ଆଉ ରବିବାର ସହଭାଗିତା, ରବିବାର ପ୍ରାର୍ଥନା ଆମ ପାଇଁ ଅତି ଜରୁରୀ ଅଟେ। କାହିଁକି ଜରୁରୀ ଅଟେ? ଯେ ରବିବାର ଦିନ ହେଉଛି ସପ୍ତାହର ପ୍ରଥମ ଦିନ, ଆଉ ମୋ ଜୀବନରେ ମୋର ପ୍ରଭୁ ପ୍ରଥମ ହେବାର ଅଛି। ମୋ ପ୍ରଭୁ ପ୍ରଥମ ଅଟନ୍ତି। ଏହା ଘୋଷଣା କରିବାକୁ ହେଲେ ଆଉ ପରମେଶ୍ୱରଙ୍କୁ ନିଜର କରିବାକୁ ହେଲେ ଜଣେ ବିଶ୍ୱାସୀ ନିମନ୍ତେ ରବିବାର ପ୍ରାର୍ଥନା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକ 20 ଅଧ୍ୟାୟକୁ ଆସିବେ। 20 ଅଧ୍ୟାୟ 7 ପଦରେ ପ୍ରକାର ଲେଖାଯାଏ, ସପ୍ତାହର ପ୍ରଥମ ଦିନରେ, ଅର୍ଥାତ୍ ରବିବାର ଦିନ, ସପ୍ତାହର ପ୍ରଥମ ଦିନରେ ଯେତେବେଳେ ଆମ୍ଭମାନେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ସେତେବେଳେ ପାଉଲ ପରଦିନ ପ୍ରସ୍ଥାନ କରିବେ ବୋଲି ଉଦ୍ୟତ ହେଉଥିବାରୁ ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ। ଏହା ପାଉଲଙ୍କ ବିଷୟରେ ଲେଖାଯାଏ। ପାଉଲ ଜଣେ ଜିହୁଦୀ ଲୋକ ଥିଲେ, ଆଉ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ସେ ସପ୍ତାହର ପ୍ରଥମ ଦିନ ସେ କ'ଣ କରୁଥିଲେ? ସେ ପ୍ରାଧାନ୍ୟ ଦେଉଥିଲେ। ସପ୍ତାହର ପ୍ରଥମ ଦିନରେ ସେମାନେ କ'ଣ ହେଉଥିଲେ? ଏକତ୍ରିତ ହେଉଥିଲେ, ରୁଟି ଭାଙ୍ଗୁଥିଲେ। ରୁଟି ଭାଙ୍ଗିବାର ଅର୍ଥ କ'ଣ? ସହଭାଗିତା। ଆମେ ସମସ୍ତେ ଏକ। କେହି ଶିକ୍ଷିତ ହୁଅନ୍ତୁ, ଅଶିକ୍ଷିତ ହୁଅନ୍ତୁ, କେହି ସୁନ୍ଦର ହୁଅନ୍ତୁ, ଅସୁନ୍ଦର ହୁଅନ୍ତୁ, କେହି ଧନୀ ହୁଅନ୍ତୁ, କିଏ ଗରିବ ହୁଅନ୍ତୁ, ଆମେ ସମସ୍ତେ ଏକ। ଏକ ରୁଟିର ଅଂଶୀ, ଏକ ପାନପାତ୍ରର ଅଂଶୀ। ଏହା ସହଭାଗିତା କରିବା ନିମନ୍ତେ, ଏହାକୁ ଆମେ ପରସ୍ପର ଏକ ଶରୀର ହେବା ନିମନ୍ତେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ରବିବାର ପ୍ରାର୍ଥନା ବା ସପ୍ତାହର ପ୍ରଥମ ଦିନକୁ କ'ଣ କରୁଥିଲେ? ପ୍ରାଧାନ୍ୟ ଦେଉଥିଲେ। ପ୍ରେରିତ ପୁସ୍ତକ 2 ଅଧ୍ୟାୟରେ ଆଦ୍ୟ ମଣ୍ଡଳୀରେ ଭାଇ ଭଉଣୀମାନେ ସେମାନେ କ'ଣ କରୁଥିଲେ? ପ୍ରତିଦିନ ସେମାନେ ସହଭାଗିତା ରହୁଥିଲେ। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସେମାନେ ସପ୍ତାହର ପ୍ରଥମ ଦିନରେ କ'ଣ କରୁଥିଲେ? ସେମାନେ ରୁଟି ଭାଙ୍ଗିବା ନିମନ୍ତେ ସେମାନେ ଏକତ୍ର ହେଉଥିଲେ। ଶେଷରେ ଗୋଟେ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଶେଷରେ ଯଦି ଆପଣମାନେ ଦେଖିବେ, ଲୁକ 24 ଅଧ୍ୟାୟ 1 ପଦ, ମାଥ୍ୟୁ 28 ଅଧ୍ୟାୟ 1 ପଦ, ମାର୍କ ଲିଖିତ ସୁସମାଚାର 16 ଅଧ୍ୟାୟ 1 ଆଉ 2, ଜହନ ଲିଖିତ ସୁସମାଚାର 20 ଅଧ୍ୟାୟ 1 ପଦ ଅନୁସାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସପ୍ତାହର ପ୍ରଥମ ଦିବସରେ ଅତି ପ୍ରତ୍ୟୁଷରେ ସେ କ'ଣ ହେଲେ? ପୁନରୁତ୍ଥିତ ହେଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସପ୍ତାହର ପ୍ରଥମ ଦିନରେ, ଅର୍ଥାତ୍ ରବିବାର ଦିନ ଅତି ପ୍ରତ୍ୟୁଷରେ ସେ କ'ଣ ହେଲେ? ପୁନରୁତ୍ଥିତ ହେଲେ। ପୃଥିବୀରେ ଅନେକ ଜ୍ଞାନୀ ପଣ୍ଡିତ, ରାଜା, ଶିକ୍ଷିତ ଲୋକମାନେ, ମାନ୍ୟଗଣ୍ୟ ଲୋକମାନେ, କେତେ ଲୋକ ଜନ୍ମିଥିଲେ। ସେମାନଙ୍କର ଭବିଷ୍ୟତ କବରରେ ସରିଗଲା। ସେମାନଙ୍କ ଶରୀର ମାଟିରେ ରହିଗଲା, କବରରେ ରହିଗଲା। ମାତ୍ର ଧନ୍ୟ ସେ ପରମେଶ୍ୱର, ଆମେ ଯାହାଙ୍କର ସେବା କରୁଛୁ, ଆମକୁ ଯେ ଡାକିଛନ୍ତି, ଆମକୁ ଯେ ବାଛିଛନ୍ତି, ସେହି ପରମେଶ୍ୱର ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କବରରେ ନାହାନ୍ତି, ସେ କବରକୁ ଫଟେଇ ଉଠିଛନ୍ତି। ଆଉ ଏହି ସପ୍ତାହର ପ୍ରଥମ ଦିବସ ହେଉଛି ବିଜୟର ଦିବସ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଶୈତାନକୁ ପରାଜୟ କଲେ, ଆଉ ସେ କବରରେ ମୃତ୍ୟୁକୁ ପରାଜୟ କଲେ। ମୃତ୍ୟୁକୁ ଜୟ କରିଥିବା ଏକମାତ୍ର ପରମେଶ୍ୱର ଯଦି ପୃଥିବୀରେ କେହି ଅଛନ୍ତି, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଆମେ ସେହି ରବିବାର ଦିନକୁ ଆମେ ବିଜୟର ଦିନ ଭାବରେ ଘୋଷଣା କରିବା ପାଇଁ, ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ହରାଇଛନ୍ତି, ମୃତ୍ୟୁ ଉପରେ ଜୟ ପାଇଛନ୍ତି, ତାହାକୁ ମନେ ପକାଇ ଆମେ ତାହାଙ୍କର ନିକଟତର ହେଇ ସେହି ପରିତ୍ରାଣ ଆଉ ସେହି ଶାନ୍ତିର ଆଉ ସେହି
ମୃତ୍ୟୁ ଉପରେ ଯେଉଁ ଅଧିକାର କଲେ ବା ମୃତ୍ୟୁକୁ ପରାଜୟ କଲେ, ସେହି ଆନନ୍ଦକୁ ମନେ ପକାଇ ତାହାଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ଆମ ଜୀବନରେ ରବିବାର ଦିନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଅତି ଜରୁରୀ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଏହି ବାକ୍ୟ ଶୁଣୁଥିଲା ବେଳେ ଆମେ କ'ଣ କରିବା ଆବଶ୍ୟକ ରହିଛି, ଯେ ନିଜକୁ ଆମେ ସମୀକ୍ଷା କରିବା ଯେ ଆମେ ପରମେଶ୍ୱରଙ୍କର ଗୃହକୁ ଯିବା ପାଇଁ ଆମେ କେତେ ଆଗ୍ରହୀ ଅଟୁ। ଯଦି ଆମେ ହେଇପାରେ ସୌଭାଗ୍ୟତାକୁ ଆମେ ଅବହେଳା କରିଛୁ, ହେଇପାରେ କେଉଁଠି ନା କେଉଁଠି ଆମ ଭିତରେ ସେହି ଉଦ୍ୟୋଗତା ନାହିଁ, ଆମେ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଯେ ପରମେଶ୍ୱର ମୋତେ ତୁମ ମଣ୍ଡଳୀ ସୌଭାଗ୍ୟତାକୁ ଯିବା ପାଇଁ ତୁମର ସେଇ ଇଚ୍ଛା ଶକ୍ତି ଦିଅ, ତୁମର ଅନୁଗ୍ରହ ଦିଅ। ଆମେ ପ୍ରଭୁଙ୍କ ନିକଟରେ ଏହା ମାଗିବା ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଜୟର ଦିନକୁ ଆମେ ପାଳନ କରିବା ପାଇଁ ଆମେ ରବିବାର ପ୍ରାର୍ଥନା ଅତି ଜରୁରୀ ଅଟେ। ବିଜୟର ଦିନ ଭାବରେ ଯେ କେବଳ ପୁନରୁତ୍ଥିତ ଦିନ ରିଜରେକ୍ସନ୍ ଡେକୁ କେବଳ ଗୋଟିଏ ଖ୍ରୀଷ୍ଟିଆନ ସେଲିବ୍ରେଟ୍ କରେ ନାହିଁ, ବର୍ଷର ପ୍ରତ୍ୟେକ ରବିବାର ଜଣେ ବିଶ୍ୱାସୀ କ'ଣ କରେ, ସେ ଯୀଶୁଖ୍ରୀଷ୍ଟଙ୍କର ବିଜୟର ଦିନ ଅର୍ଥାତ୍ ମୃତ୍ୟୁକୁ ପରାଜୟ କରିଥିବା ଦିନ, ଶୈତାନକୁ ହରାଇଥିବା ଦିନ, ସେହି ରବିବାର ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ, ସେହି ଦିନ ଆମେ ପ୍ରଭୁଙ୍କ ନିକଟକୁ ଯିବା, ତାହାଙ୍କର ଗୃହରେ ରହି ଆମେ ତାହାଙ୍କର ମହିମା ଗୌରବ କରିବା। ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଅତି ଜରୁରୀ ଅଟେ। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ